ପିଲାମାନେ ଆଜି ଇଂରାଜୀର କିଛି ଅଲଗା ବିଷୟ କରିବା। ଅପୋଜିଟ୍ ୱାର୍ଡସ୍, ବିପରୀତ ଶବ୍ଦ, ତାକୁ କହନ୍ତି ଆଣ୍ଟୋନିମ୍ସ। ମୁଁ ବର୍ତ୍ତମାନ ଦି ଧାଡ଼ି କରି ଲେଖିଛି। ଅଣ୍ଡର ଏ କିଛି ୱାର୍ଡ ଅଛି, 10ଟା ୱାର୍ଡ ଅଛି। ବି ରେ ବି 10ଟା ୱାର୍ଡ ଅଛି। ଏ ରେ ଯେଉଁମାନେ ଅଛନ୍ତି, ଯେଉଁ ୱାର୍ଡ ସବୁ ଅଛି ତାର ଅପୋଜିଟ୍ ବି ରେ ଅଛି, କିନ୍ତୁ ଠିକ୍ ଅର୍ଡ଼ରରେ ନାହିଁ। ପ୍ରୋଫାଉଣ୍ଡର ଅପୋଜିଟ୍ ହୋରାଇଜଣ୍ଟାଲ ନୁହଁ, କିମ୍ବା କୁଇଟ୍ର ଅପୋଜିଟ୍ ନିୟର ନୁହଁ। ପ୍ରୋଫାଉଣ୍ଡର ଅପୋଜିଟ୍ ଆ ଭିତରେ କୋଉଠି ଅଛି। ତେଣୁ ଆର ଅର୍ଥଟି ଜାଣିଲେ ହେଇଗଲା। ବାଁ ପଟରେ ଯେଉଁ ୱାର୍ଡ ଗୁଡ଼ିକ ଅଛି ସେ ଶବ୍ଦର ଅର୍ଥ ମୁଁ କହିଦେଉଛି। ଡାହାଣ ପଟରେ ଯେ ଅଛି ତାର ଅର୍ଥ କହିଦେବି। ତାପରେ କାହାର ଅପୋଜିଟ୍ କିଏ ଠିକ୍ ହେଇଯିବ। ଆଉ ଅଛି ପ୍ରଥମେ ଦେଖ ପ୍ରୋଫାଉଣ୍ଡ। ପ୍ରୋଫାଉଣ୍ଡ ହେଉଛି ଆଡଜେକ୍ଟିଭ। ଇମ୍ପୋର୍ଟାଣ୍ଟ, ଗୁରୁତ୍ୱପୂର୍ଣ୍ଣ। ଗ୍ରେଟ୍। କୁଇଟ୍, ନୀରବ, ନିଶ୍ଚଳ, ଶାନ୍ତ। ରିମୋଟ, ପୁରୁଣା। ଷ୍ଟ୍ରିକ୍ଟ, କଡ଼ା। ପରୀକ୍ଷା ହଲରେ ଯଦି ସାରେ ଗାର୍ଡ ପଡ଼ିଥିବେ କଡ଼ା ହେଇକି କପିଟି ହଲଚଲଟେ କରେଇଦେବେନି, କହନ୍ତି କ'ଣ ଭାରି ଷ୍ଟ୍ରିକ୍ଟ ସାର୍। ଆଉ ଯେ ଟିକେ ପିଲାଙ୍କୁ ସୁଯୋଗ ଦିଅନ୍ତି ତାକୁ କୁହନ୍ତି ଷ୍ଟ୍ରିକ୍ଟ ନୁହଁ, ଟିକେ ସରଳ ଲୋକ, ଦୟାଳୁ ଲୋକ, ଲିନିଏଣ୍ଟ। ଷ୍ଟ୍ରେଞ୍ଜର। ଷ୍ଟ୍ରେଞ୍ଜର ମାନେ ଅଜଣା ଲୋକ, ଯାହାକୁ ଆମେ ଚିହ୍ନିନୁ, ଅପରିଚିତ ଲୋକ। ଲୋକାଲ, ସ୍ଥାନୀୟ। ଅର୍ବାନ ଆଡଜେକ୍ଟିଭ ହେଉଛି ସିଟିର, ଟାଉନର ଆଡଜେକ୍ଟିଭ ହେଉଛି ଅର୍ବାନ, ସହର। ଅର୍ବାନ ସହର ସମ୍ବନ୍ଧୀୟ। ଭର୍ଟିକାଲ, ଭୂଲମ୍ବ, ଭୂମି ପ୍ରତି ଲମ୍ବ। ଭର୍ଟିକାଲ, ଭୂମି ପ୍ରତି ଲମ୍ବ, ଭର୍ଟିକାଲ। ଭଲଗାର, ଅଶାଳୀନ, ଅସଭ୍ୟ। ହେଲ୍ପ, ଏଠି ଭର୍ବରେ ଅଛି, ସାହାଯ୍ୟ କରିବା। ତେଣୁ ଏ କଲମରେ ଯେଉଁ 10ଟି ୱାର୍ଡ ଅଛି ତାର ଅର୍ଥ ମୁଁ କହିଦେଲି। ବର୍ତ୍ତମାନ ବି କି ଯିବା। ହୋରାଇଜଣ୍ଟାଲ। ହୋରାଇଜଣ୍ଟାଲ ମାନେ ଆନୁଭୂମିକ। ଆନୁଭୂମିକ, ଭୂମି ସହ ସମାନ୍ତର, ସିଧା ନୁହଁ, ଭୂମି ସହ ସମାନ୍ତର। ନିୟର, ନିକଟ। ଫାମିଲିଆର, ଜଣାଶୁଣା, ପରିଚିତ। ରୁରାଲ, ଗାଉଁଲି, ଗ୍ରାମ୍ୟ। ରିଫାଇଣ୍ଡ, ମାର୍ଜିତ। ହିଣ୍ଡର, ବାଧା ଦେବା। ଫ୍ରିଭୋଲସ୍, ସାମାନ୍ୟ, ନଟ୍ ଇମ୍ପୋର୍ଟାଣ୍ଟ। ନଏଜି, ନଏଜର ଆଡଜେକ୍ଟିଭ ନଏଜି, କୋଳାହଳମୟ। ଲିନିଏଣ୍ଟ, ଲିନିଏଣ୍ଟ, ସରଳ, ଦୟାଳୁ। ଗ୍ଲୋବାଲ, ବିଶ୍ୱ। ଗ୍ଲୋବ ହେଉଛି ଆମେ ଯେଉଁ ଗ୍ଲୋବ ଦେଖୁଛୁ ପାଠ ପଢ଼ା ବେଳେ, ଗ୍ଲୋବ ସେଟା ଗୋଟେ ପୃଥିବୀକି ସୂଚଉଛି ବା ବିଶ୍ୱକୁ। ତାର ହବ କ'ଣ ଗ୍ଲୋବର ଗ୍ଲୋବାଲ, ବିଶ୍ୱଇକ, ବିଶ୍ୱ ସମ୍ବନ୍ଧୀୟ। ତାହେଲେ ଅନ୍ୟାନ୍ୟ କ୍ଷେତ୍ରରେ ହୁଏ କ'ଣ, ଆର ଅପୋଜିଟ୍ କେଉଁଠି ଅଛି ତାକୁ ଗାର ଦିଅନ୍ତି, ଗାର ଦିଅନ୍ତି। ଆମେ ଆଜି ଗାର ଦେବାନି। କ'ଣ କରିବା? 1 ନମ୍ବର ହେଲା ପ୍ରୋଫାଉଣ୍ଡ। ତାର ଅପୋଜିଟ୍ ଯେ ତା କଡ଼ରେ ଲେଖିବା 1 ନମ୍ବର, 1 ଲେଖିବା। ପ୍ରୋଫାଉଣ୍ଡ ହେଉଛି ଗ୍ରେଟ୍, ଇମ୍ପୋର୍ଟାଣ୍ଟ। ତାର ଅପୋଜିଟ୍ ହେଉଛି ଫ୍ରିଭୋଲସ୍। ଫ୍ରିଭୋଲସ୍ କୋଉଠି ରହିଲା? ଫ୍ରିଭୋଲସ୍। ତେଣୁ ଫ୍ରିଭୋଲସ୍ କଡ଼ରେ ଆମେ ଲେଖିଦେବା 1। 1। 2 ନମ୍ବର ଅଛି କୁଇଟ୍, ଶାନ୍ତ, ପାଟିତୁଣ୍ଡ କିଛି ନାହିଁ, ନୀରବ, ନିଶ୍ଚଳ। ତାର ଅପୋଜିଟ୍ ହବ କ'ଣ? କୋଳାହଳମୟ। କୁଇଟ୍ ହେଲା କ'ଣ? ଶାନ୍ତ,
ପାଟିତୁଣ୍ଡ କିଛି ନାହିଁ, ନିରବ ନିଶ୍ଚଳ ସବୁ। ତାର ଅପୋଜିଟ୍ ହବ କୋଳାହଳମୟ। କୋଉଟା ହବ? ଆଗରେ କୋଳାହଳମୟ କିଏ ଅଛି? ନଏଜରୁ ହେଇଛି ନଏଜି। এটা হব 2 নম্বর। নম্বর 3 রিমোট, দূর, পুরোনা, নিকট। নিকট হলে নিয়র। রিমোট হলা 3 নম্বর, নিয়র হলা 3 নম্বর। নম্বর 4 স্ট্রিক্ট, কড়া, সরল, দয়ালু, লিনিয়েন্ট। 4 হলা স্ট্রিক্ট, লিনিয়েন্ট কোটি আছে লিনিয়েন্ট হলা এটা লিনিয়েন্ট কোডে লিখবা 4। 5 রে স্ট্রেঞ্জর, অজনা লোক। পরিচিত লোক হলা ফ্যামিলিয়ার। স্ট্রেঞ্জর র অপোজিট হবো ফ্যামিলিয়ার। নম্বর 5 এটা হবো নম্বর 5। 6 রে আছে লোকাল, স্থানীয়, বিশ্ব সম্বন্ধীয়, গ্লোবাল। লোকাল র অপোজিট হচ্ছে গ্লোবাল। লোকাল হলা 6, গ্লোবাল হবো 6। 7 রে অরবান, শহর সম্বন্ধীয়, গাঁওলি। তার অপোজিট হবো গাঁওলি, রুরাল। রুরাল অরবান হচ্ছে 7, রুরাল হবো 7। 8 রে ଅଛି ভর্টিকাল, ভূলম্ব, ভূমি প্রতি লম্ব। তার অপোজিট হব ভূমি সহিত সমান্তর, হরাইজেন্টাল। ভর্টিকাল হলা নম্বর 8, হরাইজেন্টাল হলা 8 র অপোজিট। ভর্টিকাল র অপোজিট হচ্ছে হরাইজেন্টাল। নম্বর 9 ভলগার, অসভ্য, অশালীন, মার্জিত, রিফাইন্ড। ভলগার হব অপোজিট রিফাইন্ড। রিফাইন্ড, রিফাইন্ড। নম্বর 9। হেল্প, সাহায্য করিবা, বাধা দেবা। হেল্প হলা সাহায্য করিবা, ভর, বাধা দেবা, হিন্ডর। হিন্ডর এটা হচ্ছে নম্বর 10। আর যদি গার দেব চলিব, হেল্প, হিন্ডর, ভলগার, রিফাইন্ড, ভার্টিকাল, হরাইজেন্টাল, অরবান, রুরাল, লোকাল, গ্লোবাল, স্ট্রেঞ্জর, familiar, stranger, familiar, strict, lenient, lenient, leniente, lenient, strict, lenient, remote, near, quiet, noisy, 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 quiet, noisy, profound, profound, profound হবো frivolous, এইট, frivolous। ଗାର ଦେଲେ ଚଳିବ, ନମ୍ବର ଦେଲେ ଭଲ। ହଉ ପିଲାମାନେ, ଏଇ ଆଜି ଯାହା ୱାର୍ଡ ଦେଲି ଟିକେ କଷ୍ଟ ୱାର୍ଡ ହେଇଯାଇଛି। ଆଉ କ'ଣ କରିବା, ସବୁଦିନ ସହଜ ହେଲେ ଚଳିବ, ଆଉ ଟିକେ ବେଟର ଇଂଲିଶ ଶିଖ। ତେଣୁ ଆକୁ ଟିକେ ମନ ଦେଇ ଜାଣିବା। ପରୀକ୍ଷାରେ ପଢ଼ୁଛି ଅପୋଜିଟ୍ ୱାର୍ଡ, ମାଟ୍ରିକ ପରୀକ୍ଷାରେ ଅପୋଜିଟ୍ ୱାର୍ଡ ପଢ଼େ, ଆଣ୍ଟୋନିମ୍ ପଢ଼େ। ହଉ, ଆଉ ଯଦି ଭଲ ଲାଗିଲା ଲାଇକ୍ କରିବ, ପରସ୍ପର ଭିତରେ ସେୟାର କରିବ, ଆଉ କିଛି କମେଣ୍ଟ ଦେବ। ଏପର୍ଯ୍ୟନ୍ତ କମେଣ୍ଟ ତ ଦେଉନା, କମେଣ୍ଟ ଦେବ। ହଉ, ଶୁଭରାତ୍ରି, ଗୁଡ୍ ନାଇଟ୍।